ସୂର୍ଯ୍ୟ ଏଠି କେହି ନାହାନ୍ତି କେହି ଦେଖି ଆଚ୍ଛା ସୂର୍ଯ୍ୟ ଭାଉଜ ଆରେ ମୁଁ ବିବାହିତ ଆଉ ଘରେ ଆମର ସ୍ତ୍ରୀ ଅଛି ଯଦି ଏ କଥା ମୋ ସ୍ତ୍ରୀ ଜାଣେ ତାହେଲେ ଆମ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ପାଚେରୀ ଉଠିଯିବ ଆଉ ଯଦି ଏ କଥା ଭାଇ ଜାଣନ୍ତି ତାହେଲେ ଗୋଟେ ପବିତ୍ର ସମ୍ପର୍କ କଳୁଷିତ ହୋଇଯିବ ଆଉ କୌଣସି ବଡ଼ ଭାଇ ତା ସାନ ଭାଇକି ବିଶ୍ୱାସ କରିବନି। ଏ ସୂର୍ଯ୍ୟ ଆରେ ତମେ କ'ଣ କିଛି ଜାଣିପାରୁନ ମାନେ ତମ ବଡ଼ ଭାଇ ଆଉ ଶ୍ରଦ୍ଧା ସହିତ ତାର ଅନେକ ଖରାପ ସମ୍ପର୍କ ଅଛି। ଆରେ ଅଟେଇଗଲ କାହିଁକି ମାର ନା ଆରେ ମତେ ମାର। ଭାଉଜ କ'ଣ ଯଦି ତମ କଥାଟା ସତ ହୋଇଥାଏ ତାହେଲେ ଆହାର ମୁଁ ତର୍ଜମା ନିଶ୍ଚିନ୍ତ। ଆଚ୍ଛା ଆଉ ଯଦି ତମ କଥା ସତ ହୋଇଥାଏ ନା ତାହେଲେ ଘରେ ସୂର୍ଯ୍ୟର ନିଆଁରେ ସମସ୍ତେ ଜଳି ପଡ଼ି ଛାରକାର ହୋଇଯିବ। अरे बाबा मु तो एया चाहूची आ ये घर ना बधू बन रे निया लगैबी निया आ से निया रे सब किसी जली पड़ी छारखार हो जाऊ। तबे बेलाଳ सान ଯୁଦ୍ଧ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ଦେଖୁଛି ଆଉ ଠିକ ସମୟ ଆସିଲେ ସବୁ କିଛି ପ୍ରମାଣ ଦେଇଦେବି। बेले तमे ठीक काहे आसीछ ଡରିଗଲ କି? ଡରିଗଲା 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 ଡରିଗଲା। କଥା କ'ଣ କି ଟିକେ ଫୋନ୍ କରିକି ତମ ପାଖକୁ ଆସିପାରିଲିନି ପ୍ରମାଣ ଖୋଜିବାରେ ମୁଁ ଏତେ ବ୍ୟସ୍ତ ରହୁଛି ଯେ ତମ ପାଖକୁ ଟିକେ କଲ୍ କରିପାରିଲିନି। ସତ କଥାଟା ହେଲା ମୋ ପକେଟଟା ପୁରା ଖାଲି ହେଇଗଲା କିଛି ନ ବୁଝି ନ ବିଚାରି ତମ ପାଖକୁ ଧାଇଁ ଆସିଲି। ପକେଟଟା ଟିକେ ଗରମ କରିଦିଅ ମୁଁ ଯିବି। चाहते भी बंद करो चुपचाप बैठो चली जाओ घरे समस्त अछती। लेला लेला जदि मजनू को कहे एठारू चली जाओ ताले बिचारा मजनू कि उत्तर दब? गौरी गौरी जदि केदार को कहे तमे एठारू चली जाओ ताले केदार कौन कही बुझाइब? आ बनाली बनाली जदि बेलालू कहे तमे एठारू चली जाओ ए बेलाल कौन हम पागल हो जो। राधा राधा जदि श्रीकृष्ण को जमुना कूल को आसा बारण करते ताले बिचरा श्रीकृष्ण असंतुष्ट हेबेनी। ମୁଁ ତମକୁ ଗୋଟେ ବି ଟଙ୍କା ଦେଇ ପାରିବିନି ଚୁପଚାପ ଚାଲି ଯାଅ ତାହେଲେ ସମସ୍ତେ ଏଠିକି ଆସି ଯାଇ ପାରନ୍ତି। ଚାଲିଗଲି ଆରେ ମୁଁ ଏଠାରୁ ଚାଲିଯିବା ପାଇଁ ଆସିନି ମୁଁ ଟଙ୍କା ନେବା ପାଇଁ ଆସିଛି। ଟଙ୍କା ଦବ ତ ମୁଁ ଏଠୁ ଯିବି। କହିଲି ମୁଁ ତମକୁ ଗୋଟେ ଟଙ୍କା ବି ଦେଇ ପାରିବିନି ଯେତେ ଶୀଘ୍ର ପାରୁଛ ଚାଲି ଯାଅ କହୁଛି। আরে তুমি যদি মতো টঙ্কা ন দিও তাহলে তুমি মো ভিতরে থাকা সম্পর্কটাকে মু সারা দুনিয়াকে জনাই দেবি। তম স্বামী কি বি কইদেবি। নাই নাই ମୁଁ ଟଙ୍କା ଦେବି দিও 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 টঙ্কা দিও। ঠিক ଅଛି ତମେ ମୋ ସାଙ୍ଗରେ ଆସ ମୋ ପାଖରେ ଏବେ ଟଙ୍କା ନାହିଁ ମୁଁ ଏଟିଏମ୍ରୁ ଟଙ୍କା ଉଠେଇ ମୁଁ ତମକୁ ଦେବି। ଚାଲ ଚାଲ ଖାଲି ଗୋଟାଏ କଥା ତମକୁ ମନେ ରଖିବାକୁ ପଡ଼ିବ ତମେ ତମ ଅଲଗା ରାସ୍ତାରେ ଯିବ
ମୁଁ ମୋ ଅଲଗା ରାସ୍ତାରେ ଯିବି। ଆମ ଦି ଜଣକୁ ଯେମିତି କେହି ଏକାଠି ନ ଦେଖନ୍ତି। ଚାଲ କ'ଣ କରିବି କ'ଣ କରିବି ମୁଁ କ'ଣ କରିବି ମୋ ମୁଣ୍ଡରେ କିଛି ବି ମୋତେ ଦିଶୁନି। କ'ଣ କରିବି କ'ଣ କରିବି ମୁଁ ଭଗବାନ ଟଙ୍କାଟାକୁ ଭଗବାନ ଶୁଣ ଆସିଗଲେ ମୁଣ୍ଡ ବ୍ୟଥା। ଏଠି ରହିଲେ ନା ମୋ ମୁଣ୍ଡଟା ପୁରା ଟିଣା ହେଇଯିବ। ଶୁଣ ସୂର୍ଯ୍ୟ ଯୋଉ ମେଡିସିନ ମୋ ପାଇଁ ଆଣିଥିଲା ଆରେ କୋଉଠି ରଖିଲା ତମେ ଦେଖିଛ? ସେ କଥା ମତେ କାହିଁକି ପଚାରୁଛ? ଆରେ ତମେ ଯାହାକୁ ମୁଣ୍ଡରେ ମୁଣ୍ଡେଇ ଥାଇ ଥାଇ ହଉଛ ଯାଅ ତାକୁ ପଚାରୁଛ। ହେ ଭଗବାନ ଏମିତିକା ସ୍ତ୍ରୀ କାହା ଭାଗ୍ୟରେ ନଦିଅ ପ୍ରଭୁ। କୋଉ ଜନ୍ମର କୋଉ ପାପ କରିଥିଲି ଏ ଜନ୍ମରେ ମୁଁ ଭୋଗୁଛି ପ୍ରଭୁ। ହେ ପ୍ରଭୁ ମୁଁ କଣ ସତରେ ଗୋଟାଏ ପାପୀ? ଭୁଲ କହିଲେ ଆପଣ ତ ସ୍ୱୟଂ ଭଗବାନ। ଏ ମା ଆରେ ତୁ ପୁଣି ମୋ ରୁମରେ କିଛି ଅସୁବିଧା ହେଇଛି କି ରେ ମା? ଘରେ ଭଗବାନ ଥାଉ ଥାଉ ଭକ୍ତର କ'ଣ ଅସୁବିଧା ହୋଇପାରିବ କୁହନି ଭାଇ? ହଉ ସେ କଥା ଛାଡ଼ନ୍ତୁ। ଏଇ ନିଅ ମୁଁ ଆପଣଙ୍କ ପାଇଁ ଖାଇବା ଆଉ ମେଡ଼ିସିନ ନେଇ ଆସିଛି। ଆପଣ ଖାଇସାରିବା ପରେ ଏ ମେଡ଼ିସିନ ଖାଇଦେବେ। ହେ ମା ଆରେ ଘରେ ମୋର ନିଜ ସ୍ତ୍ରୀ ଥାଇବି ମୁଁ ମରିଛି କି ବଞ୍ଚିଛି ସେ ଦିନେ ହେଲେ ପଚାରିନି। ହେଲେ ତୁ ପର ଝିଅଟେ ହେଇ କାହିଁକି ମୋର ଏତେ ସେବା କରୁଛୁ ରେ ମା? ମୁଁ ସେବା କରୁନି ତ ଭାଇ, ମୁଁ ତ ଭଗବାନଙ୍କର ପୂଜା କରୁଛି। ଆପଣ ଜଲ୍ଦି ଖାଇଦେଇ ମେଡ଼ିସିନ ଖାଇଦିଅନ୍ତୁ, ନଚେତ୍ ଆପଣଙ୍କ ଦେହ ଖରାପ ହେଇଯିବ। ମା ଆରେ ସତରେ ତୋ ପାଟିରୁ ଏକଥା ଶୁଣିଲା ପରେ କ'ଣ କହି ତତେ ଆଶୀର୍ବାଦ କରିବି ସେ କଥା ମୁଁ ଭାବି ପାରୁନି ରେ ମା। ହେଲେ ମୋର ଆଜି କାହିଁକି ମୋ ପିଲାଦିନ କଥା ମନେ ପଡ଼ିଯାଉଛି। ପିଲାଦିନେ ଯଦି ମୁଁ ଅଝଟ ହୋଇ ନ ଖାଏ ମୋ ମା ମତେ ନାନା ବାୟା ଗୀତ ଗାଇ ଖୁଆଇ ଦିଏ। ଆଉ ଯଦି ମୁଁ ନ ଖାଏ ସେ ମତେ ଜହ୍ନ ମାମୁଁ ଦେଖେଇ ଖୁଆଇ ଦିଏ। ହେଲେ ମା ଆଜି କାହିଁକି ମୋ ମା କଥା ମୋର ଭାରି ମନେ ପଡ଼ି ଯାଉଛି। ମତେ ଲାଗୁଛି ମୁଁ ଯେମିତି ତୋ ରୂପରେ ମୋ ମାକୁ ଫେରି ପାଇଛି। କାନ୍ଦନି, ଆପଣଙ୍କ ଦେହ ପରା ଭଲ ନାହିଁ। ହଉ ଠିକ୍ ଅଛି, ମୁଁ ଆଜିଠାରୁ ଆପଣଙ୍କ ମା। ଏଥର ଖୁସି ତ? ମୁଁ ବହୁତ ଖୁସି ରେ ମା, ମୁଁ ବହୁତ ଖୁସି। ମୁଁ ବହୁତ ଖୁସି ମା, ମୁଁ ଆଜି ଦୁନିଆ ଯାକର ଖୁସି ପାଇଯାଇଛି। What a romantic scene! ଲାଗିବ ତ ନିଶ୍ଚୟ, କାହିଁକି ନା ତମେ ଏବେ ପ୍ରେମର ସହରେ ଘୁରି ବୁଲୁଛ ନା। ସୂର୍ଯ୍ୟ,
ତମ ପାଟିକୁ ଲଗାମ ଦିଅ କହୁଛି। ସନ୍ଦେହୀ ମଣିଷ ବୋଲି ମୁଁ କେବେ ଜାଣିନଥିଲି। ତମ ମଣିଷ ପଣିଆ ଦେଖି ମୁଁ ତମକୁ ମ୍ୟାରେଜ୍ କରିଥିଲି। ହେଲେ ଆଜି ଏ ତମର କଥା ଶୁଣି ସାରିବା ପରେ ମୋତେ ତମ ଉପରେ ଘୃଣା ଆସୁଛି, ଘୃଣା। ଆରେ ଘୃଣା ତ ତମକୁ ଲାଗିବ, କାହିଁକି ନା ତମେ ନୂଆ ନୂଆ ପ୍ରେମର ସହରେ ଘୁରି ବୁଲୁଛ। हे सूर्य, अरे तू बहुत करे सूर्य, बहुत करे। तानले पृथ्वीटा दी पाळे जीव, ए आकाशटा मो मुंड उपरे चिड़ी पड़िब। अरे चंद्र सूर्य हाथ जात सब भवे। हे सूर्य, अरे तो भाई को तू चिन्ही पारिलुनु। ସେତେବେଳେ ଏତେ ବଡ଼ କଳଙ୍କ ମୋ ମୁଣ୍ଡରେ ଲଦି ଦେଲୁ। କ'ଣ ବାଧିଗଲା ନା? ତମେ ମତେ କୁହ, ତମେ ଯଦି ମୋ ସ୍ତ୍ରୀ ସହିତ ପ୍ରେମର ଆଳାପ କରୁଛ ତାହେଲେ ମତେ କେମିତି ଲାଗିବ? ଆରେ ଭାଉଜ ଠିକ୍ କହିଥିଲି ଶ୍ରଦ୍ଧା। ଆରେ ତମେ ଯଦି ଗୋଟେ ପୁରୁଷକୁ ପ୍ରତ୍ୟାଖ୍ୟାନ କରି ଆଉ କାହା ସହିତ ପ୍ରେମର ଆଳାପ କରିପାର ତାହେଲେ ମୁଁ ବାଧ୍ୟ ହୋଇ ତମକୁ ପ୍ରତ୍ୟାଖ୍ୟାନ କରି ଭାଉଜଙ୍କ ସେଜରେ ରାତି ବିତେଇ ଲଗେଇଦେଲ ନା ନିଆ ଆମ ସ୍ୱାମୀ ସ୍ତ୍ରୀଙ୍କ ଭିତରେ। ଏ ଭାଇ, ଆରେ ଦିନେ ଏଇ ନିଆଁରେ ତମେ ସମସ୍ତ ଜାଳି ପଡ଼ି ଛାଟ। ମୁଁ ବନାଳି ଏ ରଙ୍ଗୀନ ଦୁନିଆର ଗୋଟେ ରଙ୍ଗ ପ୍ରଜାପତି। ନାରୀର ଅନ୍ୟ ନାମ ମୋହିନୀ। ମହାଭାରତର ଦ୍ରୌପଦୀ ନିଜର ରୂପ ବଦଳେଇ 5ଟା ସ୍ୱାମୀକୁ ବାନ୍ଧି ରଖିପାରିଥିଲେ। ଆଉ ମା ଦୁର୍ଗା ତାଙ୍କ ଶକ୍ତି ବଳରେ ଅସୁରମାନଙ୍କୁ ତଳେ ପକାଇ ଦେଇଥିଲେ। ଟିକେ ଛଳନା ଆଉ ଟିକେ ମିଠା କଥାରେ ଏଭଳି ଷଣ୍ଢ ପୁରୁଷମାନେ ମେଣ୍ଢା ପାଲଟି ଯାଆନ୍ତି। ଆସିଗଲା ବର୍ବାଦୀର ସମୟ। ହଉ ମୋ ପ୍ରତି ଈର୍ଷା ନିଆଁରେ ତୁ ଜାଳି ପଡ଼ି ପାଉଁଶ ହେଇଯିବୁ। ନା କାନ୍ଦି ପାରିବୁ ନା ହସି ପାରିବୁ। ମୋ ବନାଳି ଏ ରଙ୍ଗୀନ ଦୁନିଆର ରଙ୍ଗ ପ୍ରଜାପତି। ମୋ କଥାରେ ବିଷ, ମୋ ଓଠରେ ବିଷ, ମୋ ହସରେ ବିଷ, ମୋ କଥାରେ ବିଷ, ଆଉ ସାରା ଶରୀରଟା ଖାଲି ବିଷ ହିଁ ବିଷ। ତମେ ବି ଭଲ ଭାବରେ ମନେ ରଖ ବନାଳି ମ୍ୟାଡାମ। ତମେ ଯୋଉ ମିଛର ଫୁଲମାଳ ଗୁନ୍ଥିବାକୁ ଚେଷ୍ଟା କରୁଛ ନା, ସେ ଫୁଲମାଳ ଦିନେ ନା ଦିନେ ଛିଣ୍ଡିଯିବ। ଆଉ ଯୋଉ ରାତିର କୁହୁଡ଼ିରେ ତମେ ଫାସିବାକୁ ଚେଷ୍ଟା କରୁଛ, ଦିନ ଆସିଲେ ଶେଷ ହେଇଯିବ। ଆଉ ସତ୍ୟ ନ୍ୟାୟର ଧର୍ମ ଯୁଗେ ଯୁଗେ ଜୟ ହେଇଛି ଆଉ ହବ। ଆଜି କାହିଁକି ମୋ ଭାଇ କଥା ମୋର ଭାରି ମନେ ପଡୁଛି।
ସବୁଦିନ ରାତିରେ ଲୁଚି ଲୁଚି ଆସି ମୋ ହାତରୁ ଖାଇଦେଇ ବାପା ଜାଣିବା ଆଗରୁ ଚାଲିଯାଏ। ସେଦିନ ସିନା ବାପା ତାଙ୍କୁ ଭୁଲ ବୁଝିଆ ଘରୁ ବାହାର କରିଦେଲା, ହେଲେ ଆଜି ମୋ ଭାଇ କଥା ମୋର ଭାରି ମନେ ପଡୁଛି। ଏ ମା ଶୀତଲ, ଆଉ ତୁ ଯେତେ କାନ୍ଦିଲେ କ'ଣ ହବ? ତୋ ଭାଇ ଆଇ କ'ଣ ଫେରିବ? ମଉସା ସେ ପୁରା ଚକ୍ରବ୍ୟୁହ ଭିତରେ ଫସି ଯାଇଛି। ଯେତେ ଚେଷ୍ଟା କଲେ ବି ସେ ଭିତରୁ ବାହାରକୁ ଜମାରୁ ଆସିବନି। ମଉସା ମୋ ଭାଇ କାହିଁ ପାରିବନି? ତାର କ'ଣ ହେଇଛି? କ'ଣ ହେଇଛି ତାର? ଆସିବ, ହେଲେ ତୁ ଯଦି ଗୋଟାଏ କାମ କରିବୁ ସେ ନିଶ୍ଚୟ ଆସିବ। ନଚେତ୍ କି କାମ? ମୋ ମଉସା ମୋ ଭାଇ ପାଇଁ ମୁଁ ସବୁ କିଛି କରିଦେବି। ତୁ ଆମ ସାର୍ଙ୍କୁ ବିବାହ କରିପାରିବୁ? ମଉସା ଏଇ ତ କଥାଟା ଭଲ ଭାବେ ନ ବୁଝି ଖାଲି ରାଗୁଛୁ। ତୋ ଭାଇ ଆମ ସାର୍ଙ୍କ ଅଣ୍ଡରଗ୍ରାଉଣ୍ଡ ଭିତରେ ଫସି ଯାଇଛି। ତୁ ଯଦି ଆମ ସାର୍ଙ୍କୁ ମ୍ୟାରେଜ୍ କରିବୁ ତାହେଲେ ତୋ ଭାଇ ନିଶ୍ଚୟ ଆସିବ। ମଉସା ଆପଣ ଏ କ'ଣ କହୁଛନ୍ତି? ଶୁଭମ ଆସିବା ଦରକାର ନାହିଁ। ଆରେ ତୋର ଏତେ ସାହସ, ତୋ ଘର ଭିତରେ ଛିଡ଼ା ହୋଇ ସେ ବାବା ନାୟକ ଭଳି ଗୋଟେ ନଷ୍ଟ ଚରିତ୍ରର ନାଁ ଉଚ୍ଚାରଣ କରୁଛୁ। ବାହାରି ଯା ମୋ ଘରୁ, ବାହାରି ଯା କହୁଛି। ଓହୋ, ଏ ବେକାରଟାରେ କାହିଁ ପାଟି କରୁଛ କହିଲ? ଏ ତମ ପୁଅ ଆସିଲେ କେତେ ନ ଆସିଲେ କେତେ, ମୋର ସେଥିରୁ କ'ଣ ଯାଉଛି? ନାଇଁ ତମେ ଆମ ସାର୍ଙ୍କୁ ନଷ୍ଟ ଚରିତ୍ର ବୋଲି କହିଦେଲ। ଆରେ ମୁଁ ପ୍ରସ୍ତାବ ନେଇ ଆସିଥିଲି, ମୋର ଦୋଷ ରହିଲା କୋଉଠି? ଶୁଣ, ମୋ ଝିଅ ବେକରେ ଶାବଳ ପକେଇ ମାରିଦେବି ପଛେ ସେ ବାବା ନାୟକ ଭଳି ଗୋଟେ ନଷ୍ଟ ଚରିତ୍ର ହାତରେ ମୋ ଝିଅକୁ ମୁଁ କେବେ ଟେକି ଦେଇପାରିବି କେବେ ନୁହଁ। ଠିକ୍ ଅଛି, ମୁଁ ଚାଲି ଯାଉଛି ଦାସେ। ହେଲେ ଏ କଥାଟା ବାବା ନାୟକ କହିଲା ପରେ ସିଏ ଯେ ତମ ପୁଅକୁ ମାରି ଦିଅନ୍ତି। ନାଇଁ ମଉସା ନାଇଁ, ଆପଣ ସେମିତି କୁହନ୍ତୁନି। କିଛି ହବନି, କିଛି ହବନି ମୋ ଭାଇର। ଏ ହବନି କ'ଣ? ହବନି କ'ଣ କହୁଛୁ? ତୁ ଯଦି ବାବା ନାୟକକୁ ମ୍ୟାରେଜ୍ ନ କରିବୁ ତାହେଲେ ତୋ ଭାଇଟା ମରିବାଟା ନିଧାର୍ଯ୍ୟ। ବର୍ତ୍ତମାନ ତୋ ଭାଇ ଆମ ସାର୍ଙ୍କ ଅଣ୍ଡରଗ୍ରାଉଣ୍ଡ ଭିତରେ ବନ୍ଧୁ ହେଇ ପଡ଼ିছিল। ମା କ'ଣ ବିଶ୍ୱାସ ହଉନି? ମୁଁ ଜାଣେ ପୁରା ବିଶ୍ୱାସ ହବନି। এই দেখো না, দেখো রে ফটোটা। କ'ଣ ମା ବିଶ୍ୱାସ ହେଲା ତ? ମୁଁ ଜାଣେ ବିଶ୍ୱାସ ହବନି। ତୁ ଯଦି ବାବା ନାୟକକୁ ମ୍ୟାରେଜ୍ କରିବୁ ତାହେଲେ ତୋ ଭାଇ ନିଶ୍ଚୟ ଆସିବ, ନହେଲେ ମରିବାଟା ସୁନିଶ୍ଚିତ। ଏବେ ତୋର ଯାହା ଇଚ୍ଛା ତୁ ଏବେ ସେଇଆ କର, ମୁଁ ଆସୁଛି। ଆପଣଙ୍କୁ ସାର୍ଙ୍କୁ କହିଦେବେ ହଁ, ମୁଁ ତାଙ୍କ ପ୍ରସ୍ତାବରେ ରାଜି। ବୁଝିଲ ଦାସେ, ମୁଁ ଯାଉଛି ଏଇ ଶୁଭ ସମ୍ବାଦଟା ଆମ ସାର୍ଙ୍କୁ କହିଦେବି। ଆଉ ଯଦି ଏପଟ ସେପଟ କରିବୁ ଇଏ ପୁଅ ଟିଙ୍କି ଟିଙ୍କି ଛଡ଼େଇ ଦେବି। ବାପା একদম চুপ। আরে তো বাপাটা কোন মরিগলা যে তু নিজে নিজে এতে বড় গোটায় নিষ্পত্তি নেইগল। বাপা মোর টিকে জাগ পাই যদি মো ভাই জীবনটা বঞ্চে যায় তাহলে মো ভাই পাই মো নরক খোঁজিବାକୁ প্রস্তুত ଅଛି। বাপা মো নরক খোঁজিବାକୁ প্রস্তুত ଅଛି। বাপা ସବୁ ବାପା ମାନେ ଚାହାନ୍ତି ପୁଅଟିଏ ହେଲେ ସାତ ପୁରୁଷ ଉଦ୍ଧାର କରିବ, ତାଙ୍କ ମୁହଁରେ ଟିକେ ନିଆଁ ଦେବ। ତମେ ରାଜି ହେଇଯାଅ ବାପା, ତମେ ରାଜି ହେଇଯାଅ। ମୁଁ ଯେତେବେଳେ ମୋ ଖୁସିକୁ ଚଳାଚଳି ଦେଇ ସାରିଛି ତମେ କାହିଁକି ଦେଇପାରିବନି? ମାନିଯାଅ ବାପା, ତମେ ମାନିଯାଅ। না, ମୁଁ ଏ କଥାକୁ କେବେ ମାନି ନେଇ ପାରିବିନି, କେବେ ନୁହଁ। ତମକୁ ମାନିବାକୁ
ମାନିବାକୁ ହବ ବାପା, ତମକୁ ମାନିବାକୁ ହବ। ତମକୁ ତମ ଝିଅର ନିୟମ। କାହିଁକି ରେ ମା? ଆରେ କାହିଁକି ମତେ ଏତେ ବଡ଼ ଗୋଟେ ନିୟମଟା ଦେଇଦେଲୁ? କାହିଁକି ଜାଣି ଶୁଣି ଏ ବିଷ ଗୁଡ଼ାକ ପିଇ ଯାଉଛୁ? ଆରେ ତୋ ପାଇଁ ସାଇ କ'ଣ କେବେ ବଞ୍ଚି ପାରିବ? ତୋ ପ୍ରେମ ଭଲ ପାଇବାକୁ ତୁ କ'ଣ କେବେ ଭୁଲି ଯାଇପାରିବୁ? ମୋ ଭାଇର ଜୀବନ ପାଇଁ ମୋତେ ସାଇକୁ ଭୁଲି ଯିବାକୁ ହବ। ମୋ ଭାଇ ପାଇଁ ସାଇର ପ୍ରେମକୁ ବଳିଦାନ ଦେବାକୁ ହବ ବାପା। ହଉଲୋ ମା, ଯାହା ତୋର ଇଚ୍ଛା, ମୋର କିଛି କହିବାର ନାହିଁ। ଯାହା ତୋର ଇଚ୍ଛା। I love you, Siddharth. अरे तुमर कौन हो जो साई को देखा शीतल अखिरे निद लता है जहाँ को घंटाए न देखिले से पागली हो जाऊला नचिनी आदौ कहीं मारी पारिला ना मु तुमको चिन्हिनी कि जानिनी तुम सहित मोर कौनसी संपर्क नहीं। वाह वाह रे दुनिया वाह अजब ए कहानी अद्भुत ए संसार सबुठारु बेसी आश्चर्य लगुची तम भली मनुष्य माने निबिड़ प्रेमर सूताखिया को चिंडेई नहीं तमे मते आज फांकी दौछ केमी अरे तमर मोर पूरा जुग जुगर संपर्क मिछ सब मिछ तुम सहित मोर संपर्क मिछ तुम सहित मो भल पाइबा गोटे छलना मु तुम सहित टाइम पास करूथि आ एमिति संपर्क सब अविवाहित पुओ झियो मानक पाई गोटे असंभव कथा अनेक वर्ष धरी आम भीतर से अबौद्ध संपर्कटा तमे मिछ कहूच तम आखि मिछ कहूची आउ तम ओठ मिछ कहूची
ଆଉ ତମ ତରିଲା ତରିଲା ଗୋଟ ଅନେକ କିଛି କହିଯାଉଛି। ଏ ଶୀତ ଥରେ ଆଖି ଖୋଲି ଦେଖ ଶୀତ, ତମ ସାମ୍ନାରେ ଛିଡ଼ା ହୋଇଛି ତମ ସ୍ୱପ୍ନର ରାଜକୁମାର ସାଇ ସିଦ୍ଧାନ୍ତ ମହାପାତ୍ର। ଆରେ ଏସବୁ ଭୁଲି ଯାଉଛ କେମିତି? ଓହୋ ବନ୍ଦ କର କହୁଛି। ମୁଁ ତମର କୌଣସି କଥା ଶୁଣିବାକୁ ଚାହେଁ ନା। ଅତୀତକୁ ମନେ ପକାନ୍ତି ସେଇମାନେ ଯୋଉମାନେ ଗୋଟେ ଗୋଟେ ପାଗଳ। ଏଠି ପାଗଳ ପରି ପ୍ରଳାପ ନ କରି ଚୁପଚାପ ଏଠୁ ଚାଲିଯାଅ। ନହେଲେ ମୁଁ ସତ କହୁଛି ତମରି ସାମ୍ନାରେ ମୁଁ ସୁଇସାଇଡ୍ କରିଦେବି। আরে তুমি সুইসাইড করিবা দরকার নাই। এ শীতল, আরে পারুছ যদি এ রিভর বলটা নিও আর মো ছাতিরে পুরা ভেদ করি দিও। আর মু মলা পরে মো ছাতি উপরে চিড়া হই তমে মন খোলি হসিব। শুনাও, এইটা ଆମ ଘର, କୌଣସି ପାଗଳଖାନା ନୁହେଁ। ଚୁପଚାପ ତମେ ରାସ୍ତାକୁ ଚାଲିଯାଅ। ସେଠି ତମ ପରି ଅନେକ ପାଗଳ ମିଳିବେ, ସେମାନଙ୍କ ସହିତ ବସି ପ୍ରଳାପ କରିବ। ହେଲେ ଏଠି ନୁହେଁ। ଆରେ ଯାଅ କହୁଛି। পাগল সতরে মু গোটাଏ বদ্ধ পাগল। মহাপুরুষ মানে ঠিক কইଥିଲେ, নারী নারী নিয়া নরেশ এମାନଙ୍କୁ ନାହିଁ ବିଶ୍ୱାସ। ନାରୀମାନେ ସମାଜ ସହିତ ଛାଇ ଆଲୁଅର ଖେଳ ଖେଳନ୍ତି। ନାରୀ କୁଆଡ଼େ ଗୋଟାଏ ମାୟାବିନୀ। ଆଉ ପ୍ରେମିକମାନେ ପ୍ରେମିକାମାନଙ୍କ ସହିତ ଲୁଚକାଳି ଖେଳ ଖେଳନ୍ତି ବୋଲି ପ୍ରେମିକା କୁଆଡ଼େ ଗୋଟାଏ କୁହୁକିନି। ଏ ଶୀତଲ, ଆରେ ତମକୁ ବିଶ୍ୱାସ କରି ମୁଁ ଆଜି ହାରି ଯାଇଛି। ଆଉ ଆଜି ଅଛି ମୋ ଜୀବନରେ ଦୁ ଖରାବେଳ ତପ୍ତ ଝାଞ୍ଜି। ପୋଡ଼ି ଜଳି ମୋ ମନ ଭିତରଟା ଜର୍ଜରିତ ହେଇଯାଉଛି। ତଥାପି ବଞ୍ଚିବି ଗୋଟାଏ କଳଙ୍କିତ ନାୟକ ହୋଇ ଏ ପୃଥିବୀରେ। ନାଇଁ, ଏ ସାଇଟା ତମ ପାଇଁ ଆଜି ମରି ଯାଇଛି। ଆଉ ତମ ଆଖି ସାମ୍ନାରେ ଯିଏ ଛିଡ଼ା ହୋଇଛି ଇଏ ସାଇ ନୁହଁ, ଇଏ ସାଇର ଗୋଟାଏ ପ୍ରେତାତ୍ମା। ସାବାସ୍ ନାରୀ ଜାତି, ସାବାସ୍। তোতে এ প্রেমিকর কোটি প্রণাম। নাই নাই ମୋ କଥା ଟିକେ ଶୁଣ ସାଇ, ମୋ କଥା ଟିକେ ଜନ୍ମରୁ ପାରି କର। ହ୍ୟାଲୋ 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 ହ୍ୟାଲୋ, ଆରେ ଆପଣମାନେ କିଏ ଭଗବାନଙ୍କର ଫୋନ୍ ନମ୍ବର ରଖିଛନ୍ତି କି? ଯଦି ରଖିଥାନ୍ତି ମତେ ଟିକେ ସେ କପଟିଆ ଭଗବାନଙ୍କର ନମ୍ବର ଦେଇପାରିବେ?
ଧୋକେବାଜ ଭଗବାନଙ୍କର ନମ୍ବରଟା ଟିକେ ଦେଇପାରିବେ ମୁଁ ତାକୁ ଏକ୍ସପ୍ଲାନେସନ୍ ମାଗି ୟେସ୍ ଏକ୍ସପ୍ଲାନେସନ୍ ହ୍ୟାଲୋ ହ୍ୟାଲୋ ମିଷ୍ଟର ଭଗବାନ ମୁଁ ତୁମକୁ ପଚାରୁଛି ସୃଷ୍ଟି ସଜନା କଲା ପରେ ତୁମେ ଜୀବକୁଳ ସୃଷ୍ଟି କଲ ହେଲେ ଜୀବକୁଳ ମଧ୍ୟରେ ତମେ ସ୍ନେହ ପ୍ରେମ ଭଲ ପାଇବା ଛଳନା ପ୍ରତାରଣା ଆରେ କାହିଁକି ସୃଷ୍ଟି କରୁଥିଲ ଆଜି ତମରି ପାଇଁ ଏଠି କିଏ ଜଳି ଜଳି ମରୁଛି ତ କିଏ କାନ୍ଦି କାନ୍ଦି ମରୁଛି ହେଲେ ମୁଁ ହସୁଛି ହେଲେ ବାବା ଆପଣ କିଏ? ମୁଁ କଟା ମୁଣ୍ଡ ବେଲାଳ ସନ ଯୁଦ୍ଧ ଆରମ୍ଭରୁ ସବୁ କିଛି ଦେଖୁଛି ସମୟ ଆସିଲେ ସବୁ କିଛି ପ୍ରମାଣ ଦେଇଦେବି ହେଲେ ମତେ ଏବେ ଯିବାକୁ ପଡ଼ିବ କାହିଁକି ନା ସେମାନେ ମତେ ଖୋଜୁଛନ୍ତି ସେମାନେ ମତେ ମାରିଦେବେ ହଁ ସେମାନେ ମତେ କୋଉମାନେ ଆମେରିକାର ରାଷ୍ଟ୍ରପତି ଜର୍ଜ ବୁଶ ଓସାମା ବିନ୍ ଲାଡେନକୁ ଖୋଜିଲା ଭଳି ସେମାନେ ମତେ ଖୋଜୁଛନ୍ତି ସେମାନେ ମତେ ମାରିବା ପୂର୍ବରୁ ବରଂ ବେଟର ହବ ମୁଁ ଏଠାରୁ ପଳେଇବି ୟେସ୍ ହେଲେ ଗୋଟାଏ କଥା ମନେ ରଖ ୟଙ୍ଗ ମ୍ୟାନ୍ ଲଭ୍ ଇଜ୍ ନେଭର ଡାଏ ପ୍ରେମ କେବେ ମରିପାରେ ନା କାହିଁକି ନା ଏ ପ୍ରେମ ହେଉଛି ଅମର ଚିରନ୍ତନ ଆଉ ଶାଶ୍ୱତ ଆରେ ଏବେ ସିନା ତମେ ଦୁଇ ଜଣ ଅଲଗା ହେଇଯାଉଛ ହେଲେ ସମୟ ଆସିବ ତମେ ମାନେ ପୁଣି ଥରେ ଏକାଠି ହବ ହେଲେ ବେଇମାନ ସମୟଟା ତମ ଦି ଜଣଙ୍କ ସାଥ ଦବ କି ନ ଦବ ସେ କଥା ସମୟ କହିବ ମନେ ରଖିଥା ଲଭ୍ ଇଜ୍ ନେଭର ଡାଏ ଲଭ୍ ଇଜ୍ ନେଭର ଡାଏ ଲଭ୍ ଇଜ୍ ନେଭର ଡାଏ ଆଉ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ତମେ ଭଲରେ ରୁହ ସୁଖରେ ରୁହ ଆଉ ଜୀବନ ଯୁଦ୍ଧରେ କେବେ ଯେମିତି ହାରି ନ ଯାଅ ସ୍ମୃତି ଥିବ ସୁଖ ଥିବ ଦୁଃଖ ଥିବ ଆଉ ମୁଁ ଥିବି ସେ ନିଜୁମ ରାତିର ପଞ୍ଚ ଇଲାକାରେ ସେ ଦିନ ସାକ୍ଷୀ ଥିବ ସେ ରାତି ବି ସାକ୍ଷୀ ଥିବ ମୋ ଆଖିର ଲୁହରେ କେତେ ଯେ ଝରଣା ସୃଷ୍ଟି ହେବ ସେ ଇତିହାସ ସାକ୍ଷୀ ଥିବ ଆସୁଛି ଶୀତଳ ଆସୁଛି दर्शक बंधु विशेष सूचना बुझुन बयस बढ़ी गलानी बाल छिड़ी गलानी आ गोड़ तू गोड़ छंदी है पूरा घास उठिब ना गोड़ा खाइब बढ़ी गाड़ी बढ़ी केड़ा बेला क्या लोक कियो अरे तुम स्त्री पिला आसी पाखरे रहतिले छड़ा हम मैनेजर मजा
ସେ ପାକନିଧି ଟିଟିଆ ଆଉ ତା ସାଥିରେ ସୁରେନ୍ଦ୍ର ସେଟା ସମସ୍ତେ ମିଶି ଜସ୍ମିନୀ ତେଲ ଲଗେଇ ଯୋଉ ଇଆଡ଼େ ସିଆଡ଼େ ବୁଲି ପଇସା ଖର୍ଚ୍ଚ କଲ ସେଟା ସେଥିପାଇଁ ତମେ ମାଇକିନା ପରା ତମକୁ ଛାଡ଼ି ଏବେ ଯାଇ ଗାଁରେ ରହୁଛି ତମକୁ ଟିକେ ଲାଜ ଲାଗୁନି ଆହୁରି ପୁଣି ଫସଲ ନଷ୍ଟ କରୁଛ ହାଁ? ଇଏ ତ ପୁରା ସାଂଘାତିକ ଲୋକ ଅଛନ୍ତି। ରୁହ ବା ତମେ ରୁହ ସିଏ ଆଗ ତା କଥା କହୁ। କାଇଁ ଏ ପୁଅ ଏ ମୁଁ କଣ କଲି କି ନା ନା ତୁ ପୁରା ସଫା ତୁଳସୀ। ହଇରେ ଟୋକା ଆରେ ତୋ ସ୍ତ୍ରୀ ତ କାହିଁ ଏଠି ଜମାକୁ ଆସୁନି ଆଉ ମୁଁ ନେତ ଅଦୃଶ୍ୟରେ ମୁଁ ତୋ ସ୍ତ୍ରୀକି ଦେଖିନି ତୁ ଶଳାଟା ଏକା ରହୁଛୁ କେମିତି? ଏ ତକିଆକୁ ଜାବୁଡ଼ି ଧରି ତକିଆ କଣା କରିଦେଇଥାଉ। ଚାଲ ସେଟା କେତେ ଥର ତତେ କହିଛି ମୁଁ ବାରମ୍ବାର ଏ ଅଞ୍ଚଳ ସାରା ଖୋଜୁଛି ହେଲେ ମତେ କଣ ମିଳୁନି ଆଉ ଆମ ଶୀତମ ସାରକୁ ଢେର ମିଳୁଛି କଣ ହେଲେ ତାଙ୍କର ହଉନି କଣ ବା ପସନ୍ଦ ହଉନି ମୁଁ ତ ଖୋଜୁଛି ଆଉ କଣ ଝିଅ ହେଇଟି ପୁଅ ତତେ କେତେ ଥର ମନା କରିଛି ମୋର ହେଇନି ବୋଲି ବାହାଘର ହେଇନି ବୋଲି ନା ନା ସବ ସ୍ତ୍ରୀ ଆସିବ କୋଉଠୁ ତର ବାହାଘର ହେଇନି ଝିଅ ପିଲା ଆଗରେ ବାହା ହେବା କଥା କହିଲେ ତାହେଲେ ତୋ ଡିମାଣ୍ଡଟା କମିଯିବ ନାଇଁ ଆଉ ହେଲା ତୁ ଶଳାଟି ବାହା ଗାଳି ମାରୁଛି ଆଉ ହେଲା ତୁ ଶଳାଟା ବାହା ହେଇନି ତୁ ଶଳାଟା ଏ ବୟସରେ ଏକା ରହୁଛୁ କେମିତି? ଖଟ ପଲଙ୍କ ଧରି ତା ଛଡ଼ା ଆରେ ପିଲେ ଆରେ ତମ ବୟସରେ କେମିତି ରହୁଛ ଟିକେ କହୁନା ଏ ଶଳା କଥାରେ ନାହିଁ ଆପନା ହାତ ଜଗନ୍ନାଥ ଏ ନଳକୂଅ ହାଣ୍ଡେଲ ତଳ ଉପରେ କରୁଛି ନଳକୂଅର ବେରିଙ୍ଗି ଭାଙ୍ଗି ଯାଇଥିବ ନାଇଁ ରେ। ତୁ ଆଜି ଗୋଟେ କାମ କରେ ତୋ ରୁମରେ ମତେ ନେଇ ରଖୁନୁ କାମ ପୁରା ଶେଷ କାଇଁ ବଢିଆ ହବ ଏଇ କଥାଟା ମନକୁ ପାଇଲା ରଖିଦିଅ। ଭଲ ନା ଚୋପା ହବ ଚୁପ କାଇଁ ତମେ କଣ ମୋର ହବ କଣ ମାଇପ ତୁ ଶଳା କେଟା ହାଡୁଆ ପୋଲିସଟା କିରେ ତୋର ନର ନାରୀ ହେଜ ରହୁନି ତୁ କେଟା ହାଡୁଆ ପୋଲିସଟା କିରେ ଛଡ଼ା ତମେ ନର ହୁଏ କି ବାନର ହୁଏ ମୋର ସେଥିରେ କିଛି ଯା ଆସେ ନାହିଁ ମୁଁ କିନ୍ତୁ ତମକୁ ପାଖରେ ରଖିବିନି ଛଡ଼ା ତମକୁ ପାଖରେ ରଖି ମୁଁ କଣ ରାତି ଅନିଦ୍ରା ହେବି କାହିଁକି ରଖିବନି ଛୁଆଟା ଅଫିସ ଘର ଶୋଇକି ତା ଦେହରେ ଲୁଣି ମାରିଗଲାଣି ଆଣ୍ଠୁ ଗଣ୍ଠି ଧରି ପକେଇଲାଣି ସହକର୍ମୀ ହେଇକି ଏତିକି କରିପାରିବନି ରାନୀ ତମେ କେବଳ ମୋ ଦୁଃଖ ବୁଝିବାକୁ ଏ ସଂସାରକୁ ଆସିଛ ମତେ ଟିକେ ତମ ବୋଉଙ୍କର ପାଦ ଧୋଳି ଦିଅନ୍ତନି ମୁଁ ନେଇକି ଦିଆସିଲି ଖୋଳାରେ ଠାକୁରଙ୍କ ରଖି ପୂଜା କରିଥାନ୍ତି ଦେଖି ଦେ ପାଇଲା ଆରେ ଶଳା ତାକୁ କଣ ମୁଁ ପାଖରେ ରଖି ମୁଁ ରାତି ଅନିଦ୍ରା ହେବି ଶଳା ଏଇଟା କଣ ମଣିଷ କାଇଁ ତୋର ମୁଁ ଏକ ଫୁଟବଲ ପଡିଆ ସବୁ ବଲ ମାଟିବି ତୋ ଦେହରେ ଯାଇ ବାଜିଯିବ ନାଇଁ ରେ ଶଳା ବଲ ବାଜିବନି ଆଉ ଆମ୍ବୁଲାନ୍ସ ମାନେ ଆମ୍ବୁଲାନ୍ସ ସାଇରନ ବାଜିବ ଶଳା ଶଳା ତୁ ଯୋଉ ଘୁଙ୍ଗୁଡି ମାରୁଥିଲୁ କାଲି ଘରେ ଶୋଇଥିଲୁ ଯେ ବାବୁ ଏଇପଟେ ଯାଉଥିଲା ଶଳା ସିଏ ଘଡ଼ିଏ ଠିଆ ହେଲା ଶଳା ତୋ ପାଖରେ କଣ ମଣିଷ ଶୁଅନ୍ତି ଆଉ କିଏ ଶୁଅନ୍ତି କି ଆଉ କିଏ ଶୁଅନ୍ତି ଆଉ କଣ କାଳିଆ କୁକୁର ଶୁଅନ୍ତି ନାଇଁ ରେ ଶଳା ଆଉ ସେମାନେ ବି ଅରାଜି ହେବେ ଶଳା ବେଶୀ ଗୋଟେ ରଙ୍ଗ ଦେଖାଉଛୁ ଖଣ୍ଡାରେ ଏମିତି ହାଣିବି ଶଳା ମୁଣ୍ଡ ଗଣ୍ଡି କାଟା ସ୍ଥାନ ଆଡୁ କଟେଇବି କିରେ ଶଳା କାଟି କୁଟି ଦେଲ ଅଧ ବେଲା ମାଉଁସ ବାହାରିବନି ତାହେଲେ ଲାଗିବା ଲାଗିଯିବା ଦେଖିବା କିଏ ପାରୁଛି ଲାଗିଯିବା ହେଇଟି ପୁଅ ଟେକିଲି ସଟର ଲାଗିବା ଏଥର ୟେସ୍ ଆଇ ଆମ୍ ରେଡି
ଟିକେ ଏଇ ଗୋଟେ କାମ କର ତମେ ତାଙ୍କୁ ତମ ରୁମ୍ରେ ରଖିଦିଅ ସେ ସେଇଠି ଶୋଇବେ ଆଉ ମୁଁ କୋଉଠି ଶୋଇବି? ତମେ ମୋ ପାଖରେ ଶୋଇବ। ଯା ହଉ ମୋ ମନକୁ ପୁରା ଭୁଲ ପାଇଛି ଯାହା କହ କଥା ପଦେ କହିଛ ମୋ ହାର୍ଟକୁ ପୁରା ଛୁଇଁଛି। तो हाट ना चेन्ना गुड़ो दुर्बल रूपे लिया अयो रानू दीदी टेकी दे रो लागोनी ओ बेटा बू टेकीबी अयो रानू दीदी बहुत चेष्टा प्रचेष्टा करी मु तम कक्ष भीतर को पशि पारिलिनी हेले ईश्वरटा तम कपाट खोली तम कक्ष भीतर पशि गला केमिति हेटी बुआ यार टिके अनौनु एटा मो बयसर कमाल ता सहित मोर जो टैलेंट अच्छी सेटा तो पाखरे काई तू पूरा दरिद्र भले तो बयस निया लागी जाऊ तो टैलेंट रे निया लागी जाऊ अयो रानू दीदी पड़ियारू घास कंडे मते देलनी हेले एई सड़ाटाकू पड़ियार रसकत मारी पूरा मालिक करई देला हे नाम मालिक निया जगुआली आ मोर चलिबो चाले तो टिके मिलिबो ना चलिबो ना मो पे टिके बळिबो अयो रानू दीदी मु कोन अचल पैसा ना कोना पैसा हे नाम सेमिति किछि नाही जते हले मु नारी ना राती एकुटिया मते जगिया पाई की गोटे सुस्त सबल पुलिस दरकार ना माने ये बॉडी बिल्डर सड़ा पिछु गुड़ी जिम जाई 5,000 टका मासकू दरमा देई मु बॉडी बिल्डर आई पालिनी ये बॉडी बिल्डर तमे भामर खाड़ी बिल्डर काई मो प्रति एते निष्ठुर हैला भगवान एई कथाटा शुणिबा आगु मो ऊपर आंध्रा ट्रक चढ़ी गलानी ए भाई माने मते टिके दुब घासर संधान दे पारिलानी सला दौड़ी जाइकी मु केमिते मरी जाइतांती रानू चल आमे जिबा कुआडे जीवा नहीं जाउछि हमें एका करी साथी मते चली जाओ नहीं थरुटिए मते देखा करी जाओ हाउ प्लीज आउछि हमें खड़ी भाई बाय